ଆଜି ସକାଳୁ ଯାଇ ଦୋକାନ ଦେଖିଲା ବେଳକୁ ଉସିରି ତା କାମରେ ଲାଗି ପଡ଼ିଛି। ଆଉ ସେ ମୋତେ ଘୁରି ଘୁରି କରି ଅନଉଥିଲା, କାହିଁକିନା ମୁଁ ଆଜି ଦୋକାନକୁ ଲେଟ୍ରେ ଯାଇଛି। ଆଉ ତାକୁ ଦେଖି ମୋ ମନ ଟିକେ କନ କନ ହେଲା। ସେଥିପାଇଁ ମୁଁ ବି ମୋ ସବୁ କାମ ଚୋଖ ସାଙ୍ଗେ ସାରିଦେଲି। ଆଉ କାମ ସାରି ଦେଇକି ମୁଁ ସିଧା ଚାଲିଲି ବାହାରକୁ, କାହିଁକିନା ବହୁତ ସମୟ ହେଲା କଷ୍ଟମର ଆସୁନଥିଲେ। ଆଉ ବାହାରକୁ ଆସି ଦେଖେ ତ ବଡ଼ ଘୁଷୁରୀ ଆଉ ସାନ ଘୁଷୁରୀ ଟାଇମ୍ ପାସ୍ କରୁଥିଲେ। ଆଉ ମୁଁ ବି ଟିକେ ତାଙ୍କ ସାଙ୍ଗେ ଟାଇମ୍ ପାସ୍ କରିଦେଲି। ଆଉ ଟାଇମ୍ ପାସ୍ କରୁ କରୁ ମୋତେ ଲାଗିଲା ପ୍ରବଳ ଭୋକ। ସେଇଥିପାଇଁ ହାଣ୍ଡିଟାକୁ ଟିକେ ଆଡ଼େଇ ଦେଇ କ'ଣ ତରକାରୀ ହେଇଛି ବୋଲି ଦେଖୁଥିଲି। ଆଉ ତରକାରୀ ଦେଖି ମୋ ପେଟ ପୁରା ବୋଉଲ, କାହିଁକିନା ଆମର ସାମ୍ବର ହେଇଥିଲା। ଡେଲି ଡେଲି ସାମ୍ବର ଖାଇ ଖାଇ ପୁରା ଘର କଥା ମନେ ପଡ଼ୁଥିଲା। ସେଥିପାଇଁ ଆଇଡ଼ିଆ କରୁଥିଲି କ'ଣ ଖାଇବି ବୋଲି। ଆଉ ଏଣେ ତେଣେ ଦେଖୁ ଦେଖୁ ମୋ ମୁଣ୍ଡକୁ ଗୋଟେ ବଢ଼ିଆ କିନା ଆଇଡ଼ିଆ ଆସିଲା, ଚାଲ କରିବା। ଆଉ ତାକୁ ଖୋଲିକି ସିଧା ତାକୁ ଜାରରେ ପକେଇଦେଲି। ଆଉ ତାପରେ ଆମ ବଉଳା ଗାଈର କ୍ଷୀରକୁ ଟିକେ ପକେଇଦେଲି। ସବୁଠୁ ସ୍ପେଶାଲ ଜିନିଷ ହେଉଛି ଏଇଟା, ଆକୁ ଟିକେ ହୁତୁ ହୁତି କରି ଢାଳିଦେଲି। ଆଉ ତାପରେ ଜାରକୁ ଟେକି ନେଇ କିଛି ସମୟ ଘୁଁ ଘୁଁ କରି ଘୁରେଇ ଦେଲି। ଆଉ ଚାହୁଁ ଚାହୁଁ ଆମ ଜୁସ୍ ପୁରା ରେଡି, ଏକଦମ ନଙ୍ଘା। ଚାଲ ଟିକେ ଆକୁ ଟେଷ୍ଟ କରି ଦେଖିବା, ତାପରେ ଦେଖିବା କେମିତି ଲାଗୁଛି। ଆଉ ଜୁସ୍ ଟିକୁ ମୁହଁ ପାଖକୁ ନେଲା ବେଳକୁ ଖାଲି ଗୋଲାପି ଗୋଲାପି ବାସୁଥିଲା, କାହିଁକିନା ଏଥିରେ ରୋଜ୍ ସିରପ ପଡ଼ିଛି।